8 ତାରିଖରେ ପୁଣି ବଣ୍ଟାଯିବ ସୁଭଦ୍ରା ଟଙ୍କା। ସରିଗଲା ଅପେକ୍ଷା। ଆସନ୍ତା 8 ତାରିଖରେ ପୁଣି ବଣ୍ଟାଯିବ ସୁଭଦ୍ରା ଟଙ୍କା। ଆସନ୍ତା ଶନିବାର ଦିନ ଯାଜପୁର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପଠାଇବେ ରାଜ୍ୟ ସରକାର। ଯଦି ଆପଣମାନେ ଡିବିଡ଼ି ବା ଏନ୍ଏଫ୍ସି ଲିଙ୍କ କରିନାହାନ୍ତି, ଆପଣଙ୍କ ବ୍ୟାଙ୍କରେ ଲିଙ୍କ ହେଇନାହିଁ, ତାହେଲେ ଆପଣମାନେ ଜଲ୍ଦି ଯାଇକି ବ୍ୟାଙ୍କରେ ଲିଙ୍କ କରିନିଅନ୍ତୁ। କାହିଁକିନା ଆସନ୍ତା 8 ତାରିଖରେ ସୁଭଦ୍ରା ଟଙ୍କା ପୁଣି ରାଜ୍ୟ ସରକାର ପଠାଇବା ପାଇଁ ଯାଉଛନ୍ତି। ଆପଣମାନେ ଯଦି ଡିବିଡ଼ି ଲିଙ୍କ କରିନାହାନ୍ତି, ତାହେଲେ ଆପଣମାନେ ଡିବିଡ଼ି ଲିଙ୍କ କରିବା ପାଇଁ ବ୍ୟାଙ୍କକୁ ଯାଆନ୍ତୁ। ଯଦି ଆପଣମାନେ ଡିବିଡ଼ି ଲିଙ୍କ କରିବେ ନାହିଁ, ତାହେଲେ ଆପଣମାନଙ୍କୁ ପଇସା ମିଳିବ ନାହିଁ। ଯଦି ଏହି ସୁଭଦ୍ରା ଟଙ୍କା 8 ତାରିଖରେ ମିଳିବ ନାହିଁ, ତାହେଲେ ମାର୍ଚ୍ଚ 8 ତାରିଖରେ ଦ୍ୱିତୀୟ କିସ୍ତିର ଆଉ ପ୍ରଥମ କିସ୍ତିର ପଇସା ଆପଣମାନଙ୍କୁ ମିଳିବ। ଯାହାକି ଆପଣମାନେ ଯଦି ଏହି ଫେବୃଆରୀ 8 ତାରିଖରେ ପଇସା ପାଇବେ ନାହିଁ, ତାହେଲେ ଆପଣମାନେ ମାର୍ଚ୍ଚ 8 ତାରିଖରେ ପ୍ରଥମ ଆଉ ଦ୍ୱିତୀୟ କିସ୍ତିର ପଇସା 10,000 ଏକା ସାଙ୍ଗରେ ଆପଣମାନେ ପାଇପାରିବେ। ଆପଣମାନେ ଏହି ଭିଡ଼ିଓକୁ ଦେଖିଥିବାରୁ ଧନ୍ୟବାଦ। ଆପଣମାନେ ମୋର ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏମିତି ନୂଆ ନୂଆ ଅପଡ଼େଟ୍ ପାଇବା ପାଇଁ।